हेलो सांगमाने केमती अछंती आपण माने आशा करी भल थिबे। आज हम पळे आसुली इस्कॉन मंदिर जोटा कि हम नयापल्ली भुवनेश्वर अछि। इस्कॉन स्टैंड्स फॉर इंटरनेशनल सोसाइटी फॉर कृष्ण कॉन्शियसनेस। जदि आपण माने मध्य केबे सेटा विजिट करछन ताल निहति मते कमेंट रे जणेबे। एटा थला तार एंट्रेंस गेट जोठी कि आपण माने आध्यात्मिक पुस्तक सब किनि परिबे एवं भितरକୁ ଯିବା ଆଗରୁ ଆପଣ ଆଗ ଗୋଡ଼ ଆଉ ହାତ ଧୋଇବା ପାଇଁ ସେଠି ଟ୍ୟାପ୍ ବ୍ୟବସ୍ଥା ମଧ୍ୟ ହେଇଯାଇଛି। ଆପଣ ଯିବା ଆଗରୁ ସେଠି ଗୋଡ଼ ହାତ ଧୋଇକି ଭିତରକୁ ଯିବେ। ଏଇଠି ପାର୍କ ଭଳିଆ ଦେଖନ୍ତୁ କେତେ ସୁନ୍ଦର ହେଇଛି ଏଣ୍ଟ୍ରାନ୍ସଟା, ତା ଭ୍ୟୁଟା କେତେ ସୁନ୍ଦର ଦେଖାଯାଉଛି ଦେଖନ୍ତୁ। ତ ଭିତରକୁ ଯିବା ସମୟରେ ଆମେ ଦେଖିଲୁ ମନ୍ଦିର ବନ୍ଦ ହେଇଯାଇଥିଲା। ଯେହେତୁ ତାଙ୍କ ଟାଇମିଂ ରହୁଛି, ମୁଁ ମେନସନ୍ କରିଦେଉଛି ଭିଡ଼ିଓରେ, ଆପଣମାନେ ଦେଖିପାରିବେ କେଉଁ କେଉଁ ଟାଇମ୍ ଭିତରେ ଆପଣ ଗଲେ ଆପଣଙ୍କୁ ସୁବିଧା ହେବ, ଆପଣ ଦର୍ଶନ କରିପାରିବେ। ଆପଣ ପଜ୍ କରିକି ଭିଡ଼ିଓରୁ ଦେଖିପାରିବେ। ତ ଚାଲନ୍ତୁ, ଆମେ ତ ମନ୍ଦିର ଦର୍ଶନ କରିପାରିଲୁନି, କିନ୍ତୁ ଏଠାରେ ଭକ୍ତମାନଙ୍କର ଭିଡ଼ ଦେଖିକି ବହୁତ ଖୁସି ଲାଗିଥିଲା। ଏବେ ଚାଲନ୍ତୁ ଦେଖିବା ଆମେ ପ୍ରସାଦ ଭଣ୍ଡାର। ଏଠାରେ ଆପଣମାନେ ଚାହିଁଲେ ମଧ୍ୟ ଭଗବାନଙ୍କ ପ୍ରସାଦକୁ ଆପଣମାନେ କିଣିକି ଖାଇ ବି ପାରିବେ। ଯେହେତୁ ସେଠାରେ 3 ପ୍ରକାର ରନ୍ଧନଶାଳା ରହୁଛି। ଗୋଟେ ରନ୍ଧନଶାଳାରେ ଭଗବାନଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହେଉଛି, ଆଉ ଗୋଟେ ସେଠାରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରସାଦ ହେଉଛି, ଆଉ ଗୋଟେ ଭକ୍ତମାନଙ୍କ ପାଇଁ ପ୍ରସାଦ ମଧ୍ୟ ରନ୍ଧନ ହେଉଛି। ଆପଣମାନେ ଚାହିଁଲେ ଯିଏ ବି ଯାଇକି ସେଠାରୁ ଗ୍ରହଣ କରିପାରିବେ। ତ ଏଠାରେ ଥିଲା ତାର କ୍ୟାଫେଟେରିଆ ଏରିଆ ଭଳିଆ, ସେଇଠି ସବୁ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ଭଣ୍ଡାର ଦେଖିପାରୁଥିବେ ଆପଣମାନେ। ବିଭିନ୍ନ ପ୍ରକାର କେକ୍, ମିଠା, ଯାହା ବି ଆପଣମାନେ ଚଏସ୍ରେ କିଣିକି ଖାଇପାରିବେ। ଏବଂ ସେଠାରେ ଏକ୍ସପାୟରି ଡେଟ୍ ମଧ୍ୟ ଲେଖା ହେଉଛି। ଏଇଟା ଗୋଟେ ୟୁନିକ୍ ଜିନିଷ ମୁଁ ଦେଖିଲି। ତାଙ୍କର ପ୍ୟାକିଂ ଡେଟ୍ ଆଉ ଏକ୍ସପାୟରି ଡେଟ୍ ମଧ୍ୟ ଉଭୟ ସେ ମେନସନ୍ କରିଛନ୍ତି। ଆପଣ ସେଇ ଅନୁସାରେ ତାକୁ ପରଚେଜ୍ କରି ଖାଇପାରିବେ। ଏବେ ଚାଲନ୍ତୁ ଦେଖିବା ତାଙ୍କର ଯେଉଁଠି ଲୋକମାନେ ରହୁଛନ୍ତି। ଯେମିତି ମୁଁ ଆପଣମାନଙ୍କୁ କହୁଥିଲି, ଏଠାରେ କିଛି ଶ୍ରଦ୍ଧାଳୁ ବା ଭକ୍ତମାନେ, ସନ୍ନ୍ୟାସୀମାନେ ସ୍ୱଇଚ୍ଛାରେ ସେମାନେ ସେଠାରେ ରହୁଛନ୍ତି ବି। ତ ଏଇଟା ଥିଲା ତାଙ୍କ ପାଇଁ ଘର। ଏଇଠି ଦେଖନ୍ତୁ ଆପଣ ସାଧୁମାନଙ୍କୁ ଦେଖିପାରିବେ। ତ ଏଠାରେ ଭିଡ଼ିଓ କରିବା ଆଲାଉ ନଥିଲା, ସେଥିପାଇଁ ଆମେ ଖାଲି ବାହାରୁ ହିଁ କଭର୍ କରିପାରୁଛୁ। ତ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିହାତି ମୋତେ କମେଣ୍ଟରେ ଜଣାଇବେ।